ଦଣ୍ଡନାଚର ଝୁଣାର ବାସ୍ନା ଆତ୍ମା କରିଦେଲା ଶାନ୍ତି। ଜୟ ଶ୍ରୀ ଜଗନ୍ନାଥ ମାଲିକେ ମୁଁ ଭୁବନିଆ ଶିବ। ମୁଁ ଆଜି ଶିବ ଉଠିକି ମୁଁ ଆଜି ଆମ ଘର ପାଖ ଛକକୁ ପଳାଇଥିଲି, ଯେହେତୁ ଆଜି ଆମର ହେଉଛି ଦଣ୍ଡନାଚ ଯୋଗୁଁ ସକାଳୁ ସକାଳୁ ଦଣ୍ଡ ଭାଇମାନେ ଆସନ୍ତି, ଏଇଠି ତାଙ୍କର ପୂଜା କରିବେ, ତାପରେ ଆଜି ରାତିରେ ଆସିକି ଦଣ୍ଡ କରିବେ। କିନ୍ତୁ ଦଣ୍ଡ ଭାଇମାନେ ସକାଳୁ ସକାଳୁ ଧୂଳି ଦଣ୍ଡ କରନ୍ତି। ଏହି ଉତ୍ସବ ଚୈତ୍ର ମାସରେ ଆରମ୍ଭ ହୁଏ ଆଉ ଏହି 13ରୁ 18 କିମ୍ବା 21 ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଏ। ଏହା ବିଷୁବ ସଂକ୍ରାନ୍ତିରେ ଶେଷ। ଏଇଥିରେ ଯାଉଥିବା ଭକ୍ତ କିମ୍ବା ଦଣ୍ଡୁଆ ମାନେ ଦିନରେ ଧୂଳି ଦଣ୍ଡ ଆଉ ଗରମ ବାଲି ଗରମ ଧୂଳିରେ ନାଚ କରନ୍ତି। ଏବେ ଆସିକି ପାଖାପାଖି ଟାଇମ୍ ରାତି 9ଟା ହେଲାଣି। ରାତି 9ଟା ହେଲା ମାନେ ଆମ ଗାଁରେ ସବୁ ଲୋକମାନେ ଯାଆନ୍ତି ଦଣ୍ଡ ନାଚ ଦେଖିବା ପାଇଁ। କିନ୍ତୁ ଏଇ ଭାଇ ମୋତେ ଦୁଇ ଜଣ କହିଲେ ସେ ଟିକେ ନାଣ୍ଡି ବବୁଲି ତତେ ପେଇ ଦେବୁ। ନାଣ୍ଡି ବବୁଲି କ'ଣ? ମୁଁ ନାଟା ତ ତୁମେ ନୂଆ ନୂଆ ଭାଇ ଦେଖିବା କ'ଣ ଆଜି ନୂଆ ଜିନିଷ ଆଜି ପିଇବା ଗୋଟେ ଦେଖିଲା ବେଳକୁ ଭାଇ ଆମର ସବ୍ଜା ଦେଉଛନ୍ତି, ହେଲେ ସେଇଟାକୁ ଭାଇ ଆମର ନାଣ୍ଡି ବବୁଲି କହିକି ମୋତେ ଠକି ଦେଲେ। ବା ଆଉ ଭାଇ ଟିକେ ମସଲି ଆଜି ଟିକେ ଦେଲ ଟିକେ ପିଇବା, ତମର କେମିତି କ'ଣ ଲାଗୁଛ, କେମିତି କ'ଣ ବନଉଛ ଟିକେ ଦେଖିବି, ଆମେ ବି ଟିକେ ଟେଷ୍ଟ କରିବା। ଆରେ ପିଲା ଦେ ମୋତେ ଦେ। ଆରେ ତୋର ହେଇଠି ଅଛି ତୁ ନେଇ ଯା। ଆରେ ଭାଇ ସରି ଏଇଟା ମୋର ନାଇଁ କି, ମୋର ଫ୍ଲେଭର ବାଲା ନାଇଁ କି। ଓହୋ ସେ ଟିକେ ପିଇବା କେମିତି କ'ଣ ଲାଗୁଛି ଭାଇ ଟିକେ ଦେଇଛନ୍ତି। ବଢ଼ିଆ ହେଇଛି, ଭଲ ବି ଲାଗିଲା, ମସ୍ତଲି ଲାଗିଲା, ଚଖା ଲାଗିଲା। ଯଦି ଆପଣମାନେ ପିଇବା ପାଇଁ ଏଇଠିକି ଆସିକି ପିଇ ଦିଅନ୍ତୁ। ମୁଁ ମସ୍ତଲି ଖାନା ପିନା ସାରି ଏବେ ବାହାରି ଗଲି ଆମ ଛକ ପାଖରେ ହେଉଥିବା ଦଣ୍ଡ ଦେଖିବାକୁ। ଏବେ ଠାକୁର ତ ଆସିନାହାନ୍ତି, ଏବେ ଠାକୁର ଆମର ଆସିବେ। ଚାଲନ୍ତୁ ଆମେ ଦେଖିଯିବା ଠାକୁରଙ୍କୁ। ଦଣ୍ଡୁଆ ଭାଇମାନେ ଦିନରେ କରନ୍ତି ଧୂଳି ଦଣ୍ଡ, ପାଣିରେ କରନ୍ତି ପାଣି ଦଣ୍ଡ, ନିଆଁ ଚାରି ପାଖରେ କରନ୍ତି ନାଚ, ତାପରେ ଆମର ଚଢ଼େଇଆଣି କିମ୍ବା ହାଡ଼ି ପରି ଏକ ନୃତ୍ୟ ଆରମ୍ଭ କରନ୍ତି। ଆଉ ଏବେ ଆମର ମାଆଙ୍କୁ ଆଗମନ କରାଯିବ, ସେଠୁ ଝୁଣା ଫୁଣା ଦେଇକି ଆଉ ଝୁଣାର ବାସ୍ନା ଶୁଙ୍ଘିକି ମୋ ଦେହ ପୁରା ଶାନ୍ତି, ମାନେ ମନ ଶାନ୍ତି। ଏହି 13 ଦିନିଆ ଦଣ୍ଡ ଦେଖିବାର ଭୁବନ ଛକର ଭାରି ମଜା। ରାତି ଅନିଦ୍ରା ହେଇକି ବୁଲିବେ, ୟା ତାଙ୍କର ଟେକା ପଥର ଗୋଡ଼ି ମାରିକି ଘର ଲୋକମାନଙ୍କୁ ହଇରାଣ କରିବେ। ଆଉ ଏବେ ଆମର ଆରମ୍ଭ ହେଇଗଲାଣି ଦଣ୍ଡ ନାଚ, ମାନେ ହାଡ଼ିଙ୍କର ଏଣ୍ଟ୍ରି। ଆଉ ଭାଇ ତ ଆମେ ତ ଦେଖିକି ବହୁତ ଆସିଲୁ, ବହୁତ ହିଁ ମଜା କଲୁ। ଯଦି ଭିଡ଼ିଓଟି ଭଲ ହେଇଛି ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ଫଲୋ କରିଦେବେ।